नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयतमुखं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवं निगमकल्पतरोवरगलितं फलं सुखमुखादं तत्र संयुतं पिबत भागवतं रसमालय भूरव रसिका भूयाङ्काः ॐ व्यासं वसिष्ठनप्तारं सत्यः पौत्रमकलमशन् पराशरात्मजं वन्दे सुखतातं तपोनिधिं ॐ व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः ॐ श्रीपरमात्मने नमः ॐ नमो भगवते वासुदेवाय। ବର୍ତ୍ତମାନ ଭାଗବତ ଆମେ ଶ୍ରୀମଦ୍ଭାଗବତ ମହାପୁରାଣ ଯାହା ଭଗବାନ ବେଦବ୍ୟାସଙ୍କ ଦ୍ୱାରା ରଚିତ 18,000 ଶ୍ଲୋକ ବିଶିଷ୍ଟ ତାକୁ ଆମେ ଆରମ୍ଭ କରିବା। ତେବେ ଏଇଠି ଶ୍ରୀମଦ୍ଭାଗବତ ନାଁ କାହିଁକି ଦିଆହେଲା? ୟାକୁ ତ ଆମର କୁହାହେଇଥାନ୍ତା ଶ୍ରୀକୃଷ୍ଣ କଥାମୃତ, ଅନେକ କଥା କୁହାଯାଇ ପାରିଥାନ୍ତା। ତେବେ ଶ୍ରୀମଦ୍ଭାଗବତ କ'ଣ ୟା ଭିତରେ ଏମିତି ଅଛି? ଏ ତ ସବୁ କୃଷ୍ଣ କଥା, କିନ୍ତୁ କୃଷ୍ଣଙ୍କ ନାଁ ଗନ୍ଧ କିଛି ନାହିଁ। ଶ୍ରୀମଦ୍ଭାଗବତମ ଏ ପ୍ରକାର ନାଁଟେ କାହିଁକି ଦେଲେ? ତେଣୁ ଏ ନାମକରଣର ଯଥାର୍ଥତା କ'ଣ ଅଛି ଏଇଟା ଆଗ ଦେଖିବାକୁ ନାମ ଭିତରୁ କାମ ବାହାରିବ। ଇଏ ନାଁର ସାର୍ଥକତା ଆମେ ବୁଝିଗଲେ, ଇଏ ଯାହା ନାମର ସାର୍ଥକତା ତାହା ହିଁ ଏ ବହି ଭିତରେ ଅଛି। କ'ଣ ୟାର ନାମକରଣ ହେଇଛି କାହିଁକି? ଶ୍ରୀମଦ୍ଭାଗବତମ ଭାଗବତ ଭାଗବତ ବୋଇଲେ ଭଗବତଃ ଇଦମ୍ ଭାଗବତମ ଇଦମ୍ ଭଗବତଃ ଶରୀରମ୍। ଏଇ ଯେଉଁ ଭାଗବତ ଗ୍ରନ୍ଥଟା ହେଉଛି ଭଗବାନଙ୍କର ଶରୀର। ନା ଏମିତି ତେବେ କହିଦେଲେ ହେଇଯିବ? ନା ରେ ଭଗବାନ ନିଜେ ଉଦ୍ଧବ ଯେତେବେଳେ ତାକୁ ପ୍ରଶ୍ନ କଲେ, ତାହେଲେ ପ୍ରଭୁ ଆପଣ ତ ପଳେଇବେ, ତାପରେ ଆପଣଙ୍କ ଭକ୍ତ ଗୁଡ଼ା ବଞ୍ଚିବେ, ଆପଣଙ୍କ କଥା ନ ଶୁଣିଲେ ହେବନି, ପାଗଳ ହେଇଯିବେ। ତେଣୁ ସେଥିପାଇଁ ଏ ଯେଉଁ ଶ୍ରୀମଦ୍ ଭାଗବତ, ଭାଗବତ ଶବ୍ଦର ଅର୍ଥ ହେଲା ଶବ୍ଦ ସ୍ୱରୂପରେ ୟା ଭିତରେ ମୁଁ ହିଁ ରହିବି। ଭାଗବତ ଶବ୍ଦର ଅର୍ଥ ଭଗବତଃ ଇଦମ୍, ଇଦମ୍ ଭଗବତଃ। ଏଇ ଗ୍ରନ୍ଥଟି ଭଗବାନଙ୍କର ସ୍ୱରୂପ, ଶବ୍ଦ ସ୍ୱରୂପରେ ୟା ଭିତରେ ଅଛନ୍ତି। ଭାଗବତର ଯେକୌଣସି ଶ୍ଲୋକ, ଯେକୌଣସି ଶବ୍ଦ ଉଚ୍ଚାରଣ କଲେ ଭଗବାନ କୃଷ୍ଣ ଆବିର୍ଭାବ ହୋଇଯିବେ ହୃଦୟରେ, ତାର କୌଣସି ଭୁଲ ନାହିଁ। ସେଥିପାଇଁ ଭାଗବତ ଶବ୍ଦର ଅର୍ଥ ହେଲା ଭଗବତଃ ଇଦମ୍, ଅର୍ଥାତ୍ ଏ ଭାଗବତ ଭିତରେ କେବଳ କୃଷ୍ଣ ବିରାଜମାନ କରିଛନ୍ତି। ଆଉ ଶ୍ରୀମଦ ଅର୍ଥ ଶ୍ରୀ ବୋଇଲେ ସମ୍ପତ୍ତି, ଐଶ୍ୱର୍ଯ୍ୟ, ସୁନ୍ଦର ସବୁ କିଛି। ତେଣୁ ଏଇଠି କୃଷ୍ଣ ଯଦି ହେଲେ ତାଙ୍କର ସ୍ତ୍ରୀମାନେ ରାଧା ହେଇପାରନ୍ତି, ଆଉ କୃଷ୍ଣ ଯଦି ନାରାୟଣ କୁହାହେଲା ତାହେଲେ ଲକ୍ଷ୍ମୀ ହେଇପାରନ୍ତି। ଲକ୍ଷ୍ମୀଙ୍କ ସହିତ ମାନେ ରାଧାଙ୍କ ସହିତ କୃଷ୍ଣ କଥା ଯେଉଁ ଭିତରୁ ଆସିବ ତାର ଶ୍ରୀମଦ୍ ଭାଗବତ ଶବ୍ଦର ଅର୍ଥ ତାହା। ରାଧାଙ୍କ ସହିତ କୃଷ୍ଣ ୟା ଭିତରେ ପଢ଼ିଲା ମାନେ ରାଧାଙ୍କ ସହିତ କୃଷ୍ଣ ତମ ହୃଦୟ ଭିତରେ ବିରାଜମାନ କରିବେ ଏବଂ ଆନନ୍ଦ ହିଁ ଆନନ୍ଦ ଅନୁଭବ କରିବ। ଆଉ ଗୋଟିଏ ମଧ୍ୟ ଏହାର ସୁନ୍ଦର ଅର୍ଥ ଭଗବତ। ଭାଗବତ ଶବ୍ଦର ଅର୍ଥ ଭକ୍ତ, ପକ୍କା ଅର୍ଥ ଏଇଟା। ଭାଗବତ ଶବ୍ଦର ଅର୍ଥ ଭକ୍ତ। ତାହେଲେ ଭକ୍ତର ଶ୍ରୀମତ ଜିନିଷ କ'ଣ? ଭକ୍ତର ଶ୍ରୀ କ'ଣ? ଗାଡ଼ି ମଟର, ଟଙ୍କା ପଇସା, ଜମିବାଡ଼ି ଏଗୁଡ଼ାକ ନା। ଶ୍ରୀ ମାନେ ସମ୍ପତ୍ତି। କ'ଣ ସମ୍ପତ୍ତି? ନା ସାଧନା ସମ୍ପତ୍ତି। ତାର ଏଇ ଗ୍ରନ୍ଥ ଭିତରୁ କେବଳ ଭକ୍ତ, ଭାଗବତ ଶବ୍ଦର ଅର୍ଥ ଭକ୍ତ, ତାର ଶ୍ରୀ ମାନେ ସାଧନ ସମ୍ପତ୍ତି। କ'ଣ କଲେ ଭଗବାନ ମିଳିବେ ଏବଂ ଭକ୍ତ କଥା। ପ୍ରତ୍ୟେକ ଅଧ୍ୟାୟରେ ଭକ୍ତ କଥା ଆସିବ ଏବଂ କ'ଣ କରିବାକୁ ହେବ ଭଗବାନଙ୍କୁ ପାଇବା ପାଇଁ। ଯେଉଁ ବହିରେ ଏ କଥା ଲେଖା ହେଇଛି ସେଥିପାଇଁ ୟା ନାଁ ଶ୍ରୀମଦ୍ ଭାଗବତ ହେଇଛି। ମାନେ ଭକ୍ତ ଏବଂ ତାର ସାଧନା, କ'ଣ କଲେ ଭଗବାନ ମିଳିବେ। ଏ କେବଳ ଗ୍ରନ୍ଥ ଗୋଟକାକ 334 ଅଧ୍ୟାୟ, ଇଏ 12 ସ୍କନ୍ଦ ଏବଂ 18,000 ଶ୍ଲୋକ। ପ୍ରତ୍ୟେକ ଅଧ୍ୟାୟରେ କେବଳ ନିଶ୍ଚିତ ଭାବରେ ସାଧନା ପାଇଁ କିଛି ମିଳିବ, କ'ଣ କଲେ ଭଗବାନ ମିଳିବେ ଏବଂ ଭକ୍ତ କଥା ଥିବ। ଆଉ ଯାହା ପଢ଼ିବା ମାନେ ଏଥିରେ
ରାଧା ରାଧା ଶବ୍ଦ ଭାଗବତ ନାହାନ୍ତି ନଥାନ୍ତୁ, କିନ୍ତୁ ପାଠ ହେଲା ଭଗବାନ କୃଷ୍ଣଙ୍କର କୃଷ୍ଣ ସମ୍ପୂର୍ଣ୍ଣ ରୂପେ ଯୁଆଡ଼ୁ ପଢ଼ିଲା ଆସିକି ଭଗବାନ କୃଷ୍ଣ ଆସିକି ତୁମ ଭିତରେ ଆବିର୍ଭାବ ହେଇଯିବେ। ସଦ୍ୟ ହୃଦୟ ବରୁଦ୍ଧକ୍ଷେତ୍ର କୃତିଭି ସଦ୍ୟ ହଠାତ୍ ପଢ଼ିବା କ୍ଷଣି ସାଙ୍ଗେ ସାଙ୍ଗେ କୃଷ୍ଣ ଆବିର୍ଭାବ ହେବେ। ଏ କଥା କୁହାଗଲା। ବର୍ତ୍ତମାନ ଶ୍ରୀମଦ୍ ଭାଗବତ ଶବ୍ଦର ଅର୍ଥ ତାପରେ ଆମେ ଦେଖିବା ପ୍ରଥମ ଅଧ୍ୟାୟ। ଇଏ ପ୍ରଥମେ ଭାଗବତ ମାହାତ୍ମ୍ୟ 6ଟି ଅଧ୍ୟାୟ କୁହାଯାଇଛି। ଏଇଟା ପଦ୍ମପୁରାଣର 6ଟି ଅଧ୍ୟାୟ, ଯେଉଁଟାକି ଭାଗବତଙ୍କର ମାହାତ୍ମ୍ୟ ମହିମା ଗାଁରେ କରାହେଇଛି। ମାନେ କାହିଁକି ଭାଗବତ ପଢ଼ିବା ଆଗ ଜାଣିବା ଦରକାର ନା ନାହିଁ। ଜଣେ ଆମେ ପଢ଼ିବା ଭାଗବତ ନାହିଁ କି ନାହିଁ, କାହିଁକି ପଢ଼ିବା ଜାଣିଲା ପରେ ପଢ଼ିଲେ ତାର ମିଠା ଆସିବ, ନହେଲେ ଲାଭ କ'ଣ ଅଛି। ଯେ କେହି ଲୋକ ଆଗ ଚାହିଁବ ମୁଁ ଗୋଟେ କାମ କରିବି ଯାଉଛି, ଏଥିରୁ ମୋତେ ମିଳିବ କ'ଣ, ହଁ ନା ନାହିଁ। ତେଣୁ ଯଦି ଆମେ ଭାଗବତ ପଢ଼ିବାକୁ ଗଲେ ତାହେଲେ ଏଥିରୁ ଆମର ଫାଇଦା ମିଳିବ କ'ଣ, କ'ଣ ପାଇବା ନା, ତା ନାଁ ହେଲା ଭାଗବତ ମାହାତ୍ମ୍ୟ। ଭାଗବତ ପଢ଼ିଲେ ହେବ କ'ଣ, ଭାଗବତ ମାହାତ୍ମ୍ୟ ସେଇଆ କହିବେ। ତେଣୁ ତା ପଦ୍ମପୁରାଣ ଗୁଡ଼ାକ ଲେଖା ହେଇଛନ୍ତି 6ଟି ଅଧ୍ୟାୟ। ପ୍ରଥମ ଅଧ୍ୟାୟ ଆରମ୍ଭ କଲେ ଦେବର୍ଷି ନାରଦଙ୍କର ଭକ୍ତି ଦେବୀଙ୍କ ସହିତ ସାକ୍ଷାତ। ତେଣୁ ସାଙ୍ଗେ ସାଙ୍ଗେ ଏଇଠି ଭକ୍ତି କଥା ଆସିଲା। ନାରଦ ମଧ୍ୟ ଗୋଟେ ଛାତା ମନୁଷ୍ୟ ନୁହଁ। ନାରଦ କ'ଣ ସାଧାରଣ? ନାରଦ ହେଲେ ବ୍ରହ୍ମାଙ୍କର ମାନସ ପୁତ୍ର। ସିଦ୍ଧାସଳଖ ବ୍ରହ୍ମା ତାକୁ ସୃଷ୍ଟି କରିଛନ୍ତି। ମାନେ ଯୌନ ସମ୍ପର୍କ ନାହିଁ, ମାନସ ପୁତ୍ର। ଏବଂ ସିଏ କେବଳ ଶ୍ରୀମନ୍ ନାରାୟଣ 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 କରିକି ସଦାବେଳେ ବୁଲନ୍ତି। ଭଗବାନଙ୍କ ବ୍ୟତୀତ ସେ କିଛି ଜାଣିନାହାନ୍ତି। ସେ ତାଙ୍କ ନାଁ ସେ ଦେବର୍ଷି। ସେ ହେଲେ ସେ ନାରଦଙ୍କ ସହିତ ଭକ୍ତିଙ୍କର ସାକ୍ଷାତକାର ହେବ। କେମିତି କ'ଣ ସେ କଥା ଆମେ ଦେଖିବା। ସଚ୍ଚିଦା ପ୍ରଥମ ଶ୍ଲୋକ ଆରମ୍ଭ ହେଲେ ସଚ୍ଚିଦାନନ୍ଦ ରୂପାୟ ବିଶ୍ୱତ୍ପତ୍ତ୍ୟାଦି ହେତବେ ତାପତ୍ରୟ ବିନାଶାୟ ଶ୍ରୀକୃଷ୍ଣାୟ ବୟଂ ନୁମଃ। ପ୍ରଥମ ଶ୍ଲୋକରେ ବର୍ତ୍ତମାନ ଶ୍ରୀକୃଷ୍ଣାୟ ବୟଂ ନୁମଃ। ଆମେମାନେ ଭଗବାନ କୃଷ୍ଣଙ୍କୁ ନମସ୍କାର କରୁଛୁ। ଇଏ ହେଲା ପ୍ରଥମ କଥା। ଭଗବାନ କୃଷ୍ଣଙ୍କୁ ନମସ୍କାର କରୁଛୁ ଯେ ସେ କୃଷ୍ଣ କେମିତିକା ନା ଶୁଣ କହୁଛି। ସଚ୍ଚିଦାନନ୍ଦ ରୂପାୟ, ସତ୍ ଚିତ୍ ଆନନ୍ଦ ହେଉଛି ଯାହାର ରୂପ। ରୂପ ମାନେ ଯାହାର ଆକାର, ଯାହାର ସ୍ୱରୂପ। ଇ ପ୍ରଭୁ ରୂପ ଏଠି ଯେଉଁ ଅଛନ୍ତି ଏ ତାଙ୍କ ସ୍ୱରୂପ ନା କି ସ୍ୱରୂପ? ଏ ସ୍ଥୂଳ ସ୍ୱରୂପ। କିନ୍ତୁ ସତ୍ୟ, ଆନନ୍ଦ, ଜ୍ଞାନ ଏବଂ ଆନନ୍ଦ ଇଏ ହେଲା ସୂକ୍ଷ୍ମ ଜିନିଷ। ଇଏ ହେଲା ତାଙ୍କର ପ୍ରକୃତରେ ସୂକ୍ଷ୍ମ ସ୍ୱରୂପ। ସ୍ଥୂଳ ସ୍ୱରୂପ ଏଠି ବସିଛନ୍ତି। ତାଙ୍କର ସୂକ୍ଷ୍ମ ସ୍ୱରୂପ ହେଲା ସତ୍ୟ। ସତ୍ୟର କ'ଣ ଗୋଟେ ରୂପ ଅଛି? ସତ୍ୟ, ଜ୍ଞାନ ଏବଂ ଆନନ୍ଦ। ଯଦି ଆମେ ଭାଗବତ ପଢ଼ିବା ଏବଂ କିଛି ବୁଝିବା ବି ଚାହୁଁଛେ, 1 ନମ୍ବରରେ ଆମକୁ ଏଠି ସତ୍ୟରୁ ଆରମ୍ଭ ହେଲା ପାଠ। ସତ୍ୟಂ ପରମ ଧୀମହି। ଭାଗବତ ପ୍ରଥମରୁ ସତ୍ୟ। ଏ ଭାଗବତ ଶ୍ଲୋକ ଇଏ ନୁହନ୍ତି ଯଦିଓ ଭାଗବତ ମାହାତ୍ମ୍ୟ। ପୁଣି ଯେତେବେଳେ ପ୍ରଥମ ସ୍କନ୍ଧ 1 ଅଧ୍ୟାୟ ଆରମ୍ଭ ହେବ ସେଠି ସତ୍ୟ କଥା କୁହାହେବ। ମଝିରେ ସତ୍ୟ କଥା କୁହାହେଇଛି, ଲାଷ୍ଟ 12 ଅଧ୍ୟାୟରେ ସତ୍ୟ କୁହାହେଇଛି। ତେଣୁ ଭାଗବତ ସତ୍ୟ ଉପରେ ପ୍ରତିଷ୍ଠିତ। କେବଳ ଜଣେ ସତ କହ ସେ ଭଗବାନ ହେଇଯିବ। କେବଳ ସତ ନ କହିବା ଲୋକ ଭଗବାନଙ୍କ ପାଖକୁ ଆସ ନାହିଁ। ସତ ମିଛ ମିଶିପାରିବେ ତ? ତାର ସତ ମିଛ ମିଶିପାରିବେ? ପରସ୍ପର ବିରୋଧ, ଅନ୍ଧାର ଆଲୁଅ ମିଶିପାରିବେ ନା ନାହିଁ? ତେଣୁ ଭାଗବତ ହେଉଛନ୍ତି ସତ୍ୟ ସ୍ୱରୂପ ଭଗବାନ କୃଷ୍ଣଙ୍କ କଥା ଲେଖା ହେଇଛି। ତେଣୁ ସତ କହିବା ଶିଖ, ଭାଗବତ ପଢ଼, ନହେଲେ କିଛି ହେବନି। କେମିତି ହେବ? ତେଣୁ ସତ୍ୟମ, ସତ୍ୟ, ସତ୍ ଶବ୍ଦର ଅର୍ଥ କ'ଣ? ଅସ୍ତି ଇତି ସତ୍, ଯିଏ ଅଛି। ଅଛି ବୋଇଲେ କ'ଣ? ଆଗରୁ ଥିଲା, ରହିଛି, ରହିବ। ନିତ୍ୟ ପ୍ରବୃତ୍ତ ବର୍ତ୍ତମାନ ସଦାବେଳ ପାଇଁ ନିର୍ଦ୍ଦିଷ୍ଟ ସ୍ଥିତିରେ ଯିଏ ଅଛନ୍ତି ସିଏ ହିଁ ସତ୍। କେବଳ ଭଗବାନ କୃଷ୍ଣଙ୍କର ସତ୍ତା ଏଠି ଅଛି। ଆଗରୁ ଥିଲେ, ରହିଛନ୍ତି, ରହିବେ। ସେଟା ଆବିର୍ଭାବ ହେଲେ 125 ବର୍ଷ ରହିଲେ ତାପରେ ପଳେଇଲେ ନା। ଆବିର୍ଭାବ ପୂର୍ବରୁ କୃଷ୍ଣ ଶବ୍ଦ ଥିଲା, କୃଷ୍ଣ ଥିଲେ, ହେଲେ ଆବିର୍ଭାବ ହେଲେ କ'ଣ ହେଇଗଲା?
ସେ ଗଲେ ସେ କୃଷ୍ଣ ସହିତ ଅଛି। ତେଣୁ ସିଏ ସ୍ଥିର ସ୍ଥାୟୀ ଭାବରେ ରହିଛନ୍ତି ସେଇ ଭଗବାନ ଏବଂ ସେ ସଦାବେଳ ପାଇଁ ଅଛନ୍ତି, ତାଙ୍କର ଯିବାର କୁଆଡ଼େ ନାହିଁ। ତେଣୁ ଇଏ ହେଲା ସତ୍ୟ ଶବ୍ଦର ଅର୍ଥ। ତାପରେ ସତ୍ୟମ୍ ସଚିତ୍, ଚିତ୍ ମାନେ ଜ୍ଞାନମ୍। ପ୍ରଭୁ ହେଲେ ଜ୍ଞାନ ସ୍ୱରୂପ, ତାଙ୍କ ରୂପ ହିଁ ଜ୍ଞାନ। ତାହେଲେ ଜ୍ଞାନ କ'ଣ? ଜ୍ଞାନଟାକୁ ବୁଝିବା ନା ନାହିଁ? ପ୍ରଭୁ ହେଲେ ଜ୍ଞାନ ନା, କେଉଁ ଜ୍ଞାନ? ସଂସାର ଜ୍ଞାନ। ସଂସାର ଜ୍ଞାନ ହେଲା ଅବିଦ୍ୟା ବା ଅଜ୍ଞାନ, ଏଗୁଡ଼ା ଜ୍ଞାନ ନୁହଁ। ଜ୍ଞାନ କ'ଣ ନା ଗୀତା କହିଛନ୍ତି ଅଧ୍ୟାତ୍ମ ଜ୍ଞାନ ନିତ୍ୟତ୍ୱം ତତ୍ତ୍ୱ ଜ୍ଞାନାର୍ଥ ଦର୍ଶନମ୍ ଏତତ୍ ଜ୍ଞାନଂ ଇତି ପ୍ରୋକ୍ତମ୍ ଅଜ୍ଞାନଂ ଯଦତୋନ୍ୟଥା। ଜ୍ଞାନ ହେଉଛନ୍ତି ଅଧ୍ୟାତ୍ମ ଜ୍ଞାନ, ଆଧ୍ୟାତ୍ମିକ ଜ୍ଞାନ। ଆଧ୍ୟାତ୍ମିକ ଜ୍ଞାନ ବୋଲେ କ'ଣ? ଆତ୍ମାନଂ ଅଧିକୃତ୍ୟ ଯତ୍ ଜ୍ଞାନମ୍, ଆତ୍ମା ସମ୍ପର୍କିତ ଯେଉଁ ଜ୍ଞାନ ସେ ହେଲା ଆଧ୍ୟାତ୍ମିକ ଜ୍ଞାନ। ଆତ୍ମା, ପରମାତ୍ମା, ବ୍ରହ୍ମ, ମାୟା, ଜୀବ, ସଂସାର, ଏସବୁ ଯେଉଁ ଜ୍ଞାନ ଏଇ ହେଲା ଆଧ୍ୟାତ୍ମିକ ଜ୍ଞାନ। ଏଇ ଜ୍ଞାନକୁ ଜ୍ଞାନ କୁହାଯିବ। ଆଉ ପୁଣି କ'ଣ? ଆଧ୍ୟାତ୍ମିକ ଜ୍ଞାନ ନିତ୍ୟତ୍ୱମ୍, ଏ ଜ୍ଞାନ ସହିତ ନିତ୍ୟ ସମ୍ପର୍କ ରଖ ବୋଇଲେ ସେ ଜ୍ଞାନ ତୁମ ପାଖେ ରହିପାରେ, ନହେଲେ ହେବ ନାହିଁ। କେତେବେଳେ ଟିକେ ଅଧଘଣ୍ଟେ ପଡ଼ିଲେ ତାପରେ ଚାଲିଲା, 91 ସେଗାରେ ପଳା ସେସବୁ ଦ୍ୱାରା ଏ ଜ୍ଞାନ ରହିପାରିବ ନାହିଁ। ଅଧ୍ୟାତ୍ମିକ ଜ୍ଞାନ ନିତ୍ୟତ୍ୱମ୍, ନିତ୍ୟତା ତା ଭିତରେ ରଖ, ଅର୍ଥାତ୍ ପ୍ରତିନିତ୍ୟ ସଦାସର୍ବଦା ଈଶ୍ୱର ଚିନ୍ତନରେ ରହ। ଅଧ୍ୟାତ୍ମିକ ଜ୍ଞାନ ନିତ୍ୟତ୍ୱମ୍ ତତ୍ତ୍ୱ ଜ୍ଞାନାର୍ଥ ଦର୍ଶନ। ତତ୍ତ୍ୱ ଜ୍ଞାନ, ତତ୍ତ୍ୱ କ'ଣ? ତତ୍ତ୍ୱମ୍ ମାନେ ସମସ୍ତେ ତୁ, ପ୍ରଭୁ ହେଲେ କେବଳ ତତ୍ ମାନେ ତତ୍ ଶବ୍ଦ ଅର୍ଥ କ'ଣ? ହଁ, ହରି ଓମ୍ ତତ୍ ସତ୍, ଏ ଚାରିଟା ଶବ୍ଦ। ହରି ଓମ୍ ତତ୍ ସତ୍। ହରି ଯିଏ, ଓମ୍ ସିଏ, ତତ୍ ସିଏ, ସତ୍ ବି ସିଏ। ସେଇ ବ୍ରହ୍ମଙ୍କର ନାଁ ଯେମିତି ବ୍ରହ୍ମଙ୍କ ନାଁ ଚାରିଟା କେମିତି ନା କୃଷ୍ଣ, ଦାମୋଦର, ହରି, କିନ୍ତୁ ଅନେକ ନାଁ କୃଷ୍ଣଙ୍କର ଅଛି। ତେଣୁ କିନ୍ତୁ ସମସ୍ତେ ନାଁ ସବୁ ଦାମୋଦର, ଅନେକ ନାଁ। ତେବେ ଠିକ୍ ସେମିତି ହରି କହିଲେ ତ ଭଗବାନ କୃଷ୍ଣ, ଓମ୍ କହିଲେ ସେଇ ଓମ୍। ଓମ୍ ତ ଗୀତା ଏବଂ ଭାଗବତ ଉଭୟ କହୁଛନ୍ତି ଓମ୍ ନିତ୍ୟ ଏକାକ୍ଷର ବ୍ରହ୍ମ। ତେଣୁ ମନ୍ତ୍ର ଫନ୍ତ୍ର କିଛି ଦରକାର ନାହିଁ ଜପ କରିବା, ଖାଲି ଓମ୍ କହ, ସେଇ ତ ବ୍ରହ୍ମ। ତେଣୁ ହରି କହିଲେ ବ୍ରହ୍ମ, ଓମ୍ କହିଲେ ବ୍ରହ୍ମ, ତତ୍, ତତ୍ ମାନେ ସେଇ ତତ୍, ତତ୍ ବ୍ରହ୍ମ। ସେଇ ତତ୍ ଶବ୍ଦ ବି ବ୍ରହ୍ମବାଚକ। ତତ୍ କହିଲେ ବି ବ୍ରହ୍ମକୁ ବୁଝେଇବ। ହରି ଓମ୍ ତତ୍, ସତ୍ ତ ସତ୍ ବ୍ରହ୍ମ ଆଉ। ତେଣୁ ଏ କହୁଛନ୍ତି ସତ୍ ଚିତ୍ ଅଧ୍ୟାତ୍ମ ଜ୍ଞାନ ନିତ୍ୟ ତତ୍ତ୍ୱ ଜ୍ଞାନାର୍ଥ ଦର୍ଶନ। ତତ୍ତ୍ୱ ମାନେ ତତ୍ ତ୍ୱମ୍, କିନ୍ତୁ ତତ୍ ଶବ୍ଦ ଯିଏକି ବ୍ରହ୍ମବାଚକ, ତତ୍ଟା ତୁ ନିଜେ, ତୁ ହେଉଛୁ ତତ୍। କିନ୍ତୁ କହିଲା ବୁଝିଗଲେ ତେବେ ମୁଁ କିଛି ବୁଝୁନି ନା, ସେ ତ ସତ କଥା। ଆଉ ତତ୍ଟା ତୁ ତତ୍, ତୁ ତ ଆଗ ସାଧାରଣ ମନୁଷ୍ୟ, ଆମେ କିନ୍ତୁ ତତ୍ ମାନେ ବ୍ରହ୍ମ ହେଇଯିବୁ। ବ୍ରହ୍ମ ଜିନିଷ କ'ଣ ତୁ ଜାଣିନୁ, ଆମେ ସେମିତି ହେଇଯିବୁ। କେମିତି ହେଇଯିବୁ ଯେ ତାଙ୍କୁ ଆଗ ବ୍ରହ୍ମ ଆମେ କ'ଣ ତୁ ଜାଣୁଛୁ, ଆଉ ମୁଁ କେମିତି ବ୍ରହ୍ମ ହେଇଯିବି? ତେଣୁ ତତ୍ ବ୍ରହ୍ମ ଏଠୁ ଖାଲି କହିଦେଲେ ହେବନି, ଯେ କ'ଣ କରିବାକୁ ହେବ? ତତ୍ତ୍ୱ ଜ୍ଞାନର ଅର୍ଥ ଟିକେ ଦେଖ, ମାନେ ଅନୁଭବ କରେ। ମୁଁ ପ୍ରକୃତରେ ତତ୍ ମାନେ ସେଇ ଏ ଭିତରେ ଥିବା ତୁଟା ସେଇ। କେମିତି ନା ଏଠି ଆମର ମନ ଗୋଟେ ସ୍ୱତନ୍ତ୍ର ଜିନିଷ ଅଛି, ସିଏ ଦି ଆଡ଼ିଆ କାମ କରେ। ଏପଟେ ଚାହିଁଲେ ବ୍ରହ୍ମାଣ୍ଡ ପଳେଇବ, ଆମ ମନ ଥୟ ହେଇକି ଆମେ ଗୋଟେ ଲାଗିଦେବା ଆଉ। ନହେଲେ ସଂସାର ଆଉ ଗୋଟେ ସଂସାର ଭିତରେ ସେ ମାତିଛନ୍ତି, ତାଙ୍କର ସେଇ ମନ, ସେ ମନ ତାଙ୍କର ସଂସାର ଭିତରେ ତାକୁ ଘାଣ୍ଟୁଛି, ଏପଟକୁ ଆସିପାରିବେନି। କିନ୍ତୁ ସେଇ ଆମ ପାଖରେ ଥିବା ମନ ଏଇଠିକି ୟାକୁ ଘାଟୁଛି, ସଂସାରକୁ ଯାଉନି। ତେଣୁ ମନର ଗତି ଦୁଇ ପ୍ରକାର। ତେଣୁ ତତ୍ତ୍ୱଜ୍ଞାନର ଅର୍ଥକୁ ଭଲ ଭାବରେ ଅନୁଭବ କରିବାକୁ ହେବ। ଏଇ ଜିନିଷଟା
ଆମେ ଅନୁଭବ କେମିତି କରିବା ନା ଆମେ ଯେହେତୁ ଏଠି ବସିକି ଏମିତି ଘାଣ୍ଟୁଛେ ଏବଂ ୟା ଭିତରେ ଜଣେ କିଛି ଉପକାର ପାଉନି ନ ମନ୍ଦୋପି ପ୍ରବର୍ତ୍ତତେ ମନ୍ଦ ଲୋକ ଗୋଟେ ମୂର୍ଖ ଲୋକଟା ମଧ୍ୟ ବିନା ସ୍ୱାର୍ଥରେ କିଛି କର୍ମ କରେ ନାହିଁ। ଆମେ ଏଇଠି କିଛି ପାଉନେ ସବୁଦିନ ଆସିକି 2 ଘଣ୍ଟା ଏଠି ମାଗଣା ବସୁଛେ ଘଣ୍ଟେ ଘଣ୍ଟା ଆଉ ମାଗଣା ବସୁଛେ ନା ଏଠି ମିଳୁଛି ନିଶ୍ଚୟ କିଛି ସେ ଜିନିଷ ହେଲା ଆନନ୍ଦ। ତେଣୁ ତତ୍ତ୍ୱଜ୍ଞାନର ଅର୍ଥକୁ ଦେଖେ ତତ୍ତ୍ୱଜ୍ଞାନାର୍ଥ ଦର୍ଶନ ମାନେ ତୁ ସେଇ ଇ ଅର୍ଥକୁ ଦେଖେ ବା ଅନୁଭବ କରେ ମାନେ ପ୍ରକୃତରେ ମୁଁ ହେଲି ବ୍ରହ୍ମଙ୍କ ପରମାତ୍ମାଙ୍କର ଅଂଶ ଜୀବାତ୍ମା ମୁଁ ଶରୀର ନୁହେଁ ଜୀବାତ୍ମା ଏବଂ ମୋର ଏକମାତ୍ର କର୍ତ୍ତବ୍ୟ ପରମାତ୍ମାକୁ ପାଇବା ପାଇଲେ ହିଁ ଆନନ୍ଦରେ ରହିବି ନହେଲେ ବାରମ୍ବାର ଜନ୍ମମରଣ ଚକ୍ରରେ ପଡ଼ିକି ମରିବି। ତେଣୁ ଏ ତତ୍ତ୍ୱଜ୍ଞାନର ଅର୍ଥକୁ ଦେଖିବା ବା ଅନୁଭବ କରିବା ହିଁ ଆଧ୍ୟାତ୍ମିକ ଜ୍ଞାନ। ଅଧ୍ୟାତ୍ମ ଜ୍ଞାନ ନିତ୍ୟୋତ୍ତମ ତତ୍ତ୍ୱଜ୍ଞାନାର୍ଥ ଦର୍ଶନ ଏତତ୍ ଜ୍ଞାନମ ଏଇତକ ହେଲା ଜ୍ଞାନ ମାନେ ମୁଁ ବ୍ରହ୍ମ ଏ କଥାକୁ ଅନୁଭବ କରିବ ଏବଂ ଆତ୍ମା ପରମାତ୍ମା ସମ୍ପର୍କିତ ଜ୍ଞାନ ଏଗୁଡ଼ାକ ଜ୍ଞାନ ୟାଠୁ ଅଲଗା ଅଜ୍ଞାନ ଏ କଥା ଜ୍ଞାନର ଡେଫିନେସନ୍ ବା ବ୍ରହ୍ମ ବିଦ୍ୟା କହିଛନ୍ତି ସ୍ୱୟଂ ଭଗବାନ। ତେଣୁ ଏଇ ଯେଉଁ ଏଠି କହିଲେ ସଚ୍ଚିଦାନନ୍ଦ ରୂପାୟ ଏ ଗୋଟିଏ ସବୁ ବହୁ ସହଜ ସତ୍ୟ ଜ୍ଞାନ ଜ୍ଞାନ ମାନେ ଆଧ୍ୟାତ୍ମିକ ଜ୍ଞାନ ଈଶ୍ୱର ସମ୍ପର୍କିତ ଜ୍ଞାନ ଆଉ ସଂସାର ଜ୍ଞାନ ଅଜ୍ଞାନ ବା ଅବିଦ୍ୟା ସତ୍ୟ ଜ୍ଞାନ ଏବଂ ଆନନ୍ଦ ହେଉଛି ଆନନ୍ଦ ବ୍ରହ୍ମ ଅନୁଭବାନନ୍ଦ ସ୍ୱରୂପ ଆନନ୍ଦ ହିଁ ବ୍ରହ୍ମ ବ୍ରହ୍ମାନନ୍ଦ ବ୍ରହ୍ମ ହିଁ ଆନନ୍ଦ। ତେଣୁ ଏ ସଂସାରଟା ସୁଖ ଦୁଃଖାତ୍ମକ ସଂସାର ଚିନ୍ତା କଲେ ସୁଖ ବା ଦୁଃଖ ମିଳିବ ଆନନ୍ଦ ଶବ୍ଦ ସଂସାରରେ ନାହିଁ। ସୁଖ ଦୁଃଖ ତାହେଲେ କ'ଣ ଆନନ୍ଦ କ'ଣ ଆମକୁ ଟିକେ ବୁଝେଇ ଦିଅ ନା ଶୁଣ। ସୁଖ ଦୁଃଖ ହେଲା ସୁଖ ଦୁଃଖ ଦୁଇଟାକ ଏଠି ସଂସାରର ଧର୍ମ ହେଲା ଆସିବ ରହିବ ଯିବ ସୃଷ୍ଟି ସ୍ଥିତି ବିନାଶ ଏଠି କୌଣସି ଜିନିଷ ସ୍ଥାୟୀ ଭାବରେ ରହିପାରିବ ନାହିଁ। ଏଠି ଯିଏ ଆସିଲା ସିଏ ଆସିବ ରହିବ ଯିବ। ତେଣୁ ଆମର ସୁଖ ବା ଦୁଃଖ ଆସୁଛି ରହୁଛି ଯାଉଛି। ଜଣେ କି ଆମ ଭିତରୁ ଆମ ଗୋଟେ ପରିବାର ରହିଲେ କିଏ ଚାଲିଗଲା ଦିନେ ଦୁଃଖ ଲାଗିଲା ଖାଇଲା ପିଇଲା ବନ୍ଦ କାନ୍ଦ ବୋବା ଭଲ ଚାଲିଲା ତା ଦିନକୁ ଆଉ ଟିକେ କମିଗଲା ଏବଂ ତା ଦିନକୁ ଗୋଟେ ଖାଇବାକୁ ଟିକେ ଇଚ୍ଛା ହେବ ହଉ କ'ଣ ଗୋଟେ ଖାଇବା କ'ଣ କରିବା ଟିକେ ଖୁସାମତ କରି ଯାଇକି ଖାଇଲା ତା ଦିନକୁ ଯେମିତି ଯେତେବେଳେ ଖାଇବା କଥା ଚାଲିଲା। ଦୁଃଖ ଆସୁଛି ସ୍ଥାୟୀ ଭାବରେ ରହିପାରୁନି ସୁଖ ବି ଆସୁଛି ସ୍ଥାୟୀ ଭାବରେ ରହୁନି ଆଜି ଅସ୍ତ କାଲି ପଳେଇନି। ତେଣୁ ଇଏ ସୁଖ ଦୁଃଖ ହେଲା ସୁଖ ଦୁଃଖାତ୍ମକ ସଂସାର ଇଏ କେହି ସ୍ଥାୟୀ ଭାବରେ ରହିବାର ପ୍ରଶ୍ନ ନାହିଁ। କିନ୍ତୁ ଆନନ୍ଦ ଯେଉଁଟା ଆନନ୍ଦ କ'ଣ ନା ଭଗବାନଙ୍କ କଥା ଆଲୋଚନା କରି ଆଖିରୁ ଲୁହ ବୋହିଯିବା ଶରୀର ରୋମାଞ୍ଚିତ ହେବା କଣ୍ଠ ଗଦ୍ଗଦ ହେବା ଇଏ ହେଲା ଆନନ୍ଦର ସୂଚକ। ଏବଂ ଏ ଯେଉଁ ଆନନ୍ଦ ଅନୁଭବ କଲେ ଇଏ ଆନନ୍ଦ ଯଦି ଆଜି ତମେ ଅନୁଭବ କଲ ତେବେ ପୁଣି ପାଗଳ ହେଲ କାଲି କେମିତି ସେଟାକୁ ଅନୁଭବ କରିବାକୁ ହେବ ସବୁଦିନ ଅନୁଭବ କରୁଛି ସଦାବେଳେ। ତେଣୁ ଏ ଯେଉଁ ଆନନ୍ଦ ୟାର ବିନାଶ ନାହିଁ ସେ ବ୍ରହ୍ମ ଆନନ୍ଦ ବ୍ରହ୍ମ ବ୍ରହ୍ମ ସତ୍ତା ବିନାଶ ଅଛି କି ନା ନାହିଁ। ଏକମାତ୍ର ଏଠି ବ୍ରହ୍ମ ଅଛନ୍ତି ବ୍ରହ୍ମ ସତ୍ୟମ୍ ଜଗନ ମିଥ୍ୟା ଜଗତର ମିଥ୍ୟା ବ୍ରହ୍ମ ହିଁ ସତ୍ୟ। ତେଣୁ ସେ ବ୍ରହ୍ମ ଆନନ୍ଦ ହିଁ ବ୍ରହ୍ମ ଆନନ୍ଦ ହିଁ ବ୍ରହ୍ମ। ତେଣୁ ଆନନ୍ଦ ହିଁ ନିତ୍ୟ ବସ୍ତୁ ସଦାବେଳ ପାଇଁ ଅଛନ୍ତି। ତେଣୁ ସେ ଆନନ୍ଦ ଭିତରେ ଯିଏ ପଶିଲା ତାର ସେ ଆନନ୍ଦ ଆଉ ତା ଭିତରୁ ବାହାରିକି ଯିବନି। ସେ ସବୁଦିନ ଆନନ୍ଦ ପଛରେ ଧାଇଁବ ଆନନ୍ଦକୁ ଅନ୍ୱେଷଣ କରିବ ଖୋଜିବରେ କେମିତି ମୁଁ ଆନନ୍ଦ ପାଇବି ପାଗଳ ହେବ ଏଥିରେ କୌଣସି ଭୁଲ ନାହିଁ। ଯିଏ ୟା ଭିତରେ ପ୍ରକୃତରେ ପଶିବ ଆଉ ଯିଏ ଓପରଠାରେ ଯିବ ସେ କିଛି କରିପାରିବନି। ତେଣୁ କହିଲେ କ'ଣ ସଚ୍ଚିଦାନନ୍ଦ ତେଣୁ ଆନନ୍ଦ ସୁଖ ଦୁଃଖ ଆନନ୍ଦ ସମ୍ପର୍କେ କହିଲେ ସତ୍ୟ ଜ୍ଞାନ ଏବଂ ଆନନ୍ଦ ହେଉଛି ଭଗବାନଙ୍କର